ସମ୍ବଲପୁର ବୁର୍ଲା ଓ ହୀରାକୁଦ ଅଞ୍ଚଳରେ ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରକଳ୍ପ ସ୍ଥାନର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପରିଦର୍ଶନ କରିଛନ୍ତି। ସମ୍ବଲପୁର ଶହୀଦ ଛକରୁ ସୋନପୁର ରାସ୍ତାକୁ ସଂଯୋଗ କରୁଥିବା ରିଙ୍ଗ ରୋଡର ମଧ୍ୟ ବିଧାୟକ ସମୀକ୍ଷା କରି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ରେଙ୍ଗାଲି ସପ୍ନିଠାରେ ମେଗା ୱାଟର ପ୍ରୋଜେକ୍ଟର ମନ୍ତ୍ରୀ ରବି ନାୟକ ଓ ପୂର୍ବତନ ବିଧାୟକ ନାଉରୀ ନାୟକ ତଦାରଖ କରିଛନ୍ତି। ତେବେ ଏହି ପ୍ରୋଜେକ୍ଟ ଦ୍ୱାରା 4ଟି ବ୍ଲକକୁ ପାଣି ପହଞ୍ଚିବ ଏବଂ ଡିସେମ୍ବର ସୁଦ୍ଧା 30ଟି ପଞ୍ଚାୟତ ପର୍ଯ୍ୟନ୍ତ ପାଣି ପହଞ୍ଚିବ। ଲଜପତରାୟ ଆଇନ ମହାବିଦ୍ୟାଳୟଠାରେ ଆଲୁମିନି ସଂଘ ପକ୍ଷରୁ ହୀରକ ଜୟନ୍ତୀର ଲୋଗୋକୁ ସ୍ୱତନ୍ତ୍ର ଉତ୍ସବରେ ଉନ୍ମୋଚିତ କରାଯାଇଛି। ଆଲୁମିନି ସଂଘ ସଭାପତି ବରିଷ୍ଠ ଆଇନଜୀବୀ ସତ୍ୟନାରାୟଣ ପଣ୍ଡାଙ୍କ ସମେତ କଲେଜ ଶତାଧିକ ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ ଏବଂ ବହୁ କର୍ମଚାରୀମାନେ ଉପସ୍ଥିତ ଥିଲେ। ମଇଠାପାଲିସ୍ଥିତ ଏକ ହୋଟେଲଠାରେ ସମ୍ବଲପୁର କବାଡି ପ୍ରିମିୟର ଲିଗ୍ ଆୟୋଜକଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ତେବେ ସମ୍ବଲପୁର କବାଡି ପ୍ରିମିୟର ଲିଗ୍ ଏପ୍ରିଲ 24ରୁ 27 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହା ସହିତ ଉକ୍ତ କାର୍ଯ୍ୟକ୍ରମରେ ଟ୍ରଫି ଏବଂ ଜର୍ସି ମଧ୍ୟ ଉନ୍ମୋଚନ କରାଯାଇଛି। ଗଣ୍ଡା ସମାଜ କଲ୍ୟାଣ ପରିଷଦ ପକ୍ଷରୁ ବୁର୍ଲା ରକ୍ତଭଣ୍ଡାରଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପରିଷଦ ଉପସଭାପତି ଶିବଙ୍କର ପ୍ରଧାନ ଏବଂ ସମ୍ପାଦକ ଅମିନ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଶିବିରରେ 52 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ସମ୍ବଲପୁର ଜିଲ୍ଲା ପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ମିଳିଥିବା ସୂଚନା ଅନୁଯାୟୀ ଆଗାମୀ 23 ତାରିଖ ଦିନ ସମ୍ବଲପୁର ଜିଲ୍ଲାର ଦୈନିକ ତାପମାତ୍ରା 42 ଡିଗ୍ରୀ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଚମନକିର ବସ୍ଷ୍ଟାଣ୍ଡଠାରେ ଓଭରଟେକ୍ କରିବାକୁ ଯାଇ 2 ବସ୍ ମଧ୍ୟରେ ଧକ୍କା ହୋଇ ସଡ଼କ ଦୁର୍ଘଟଣା ଘଟିଛି। ଉଭୟ ବସ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବସ୍ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ଉଭୟ ବସ୍ କର୍ମଚାରୀଙ୍କ ମଧ୍ୟରେ ଏନେଇ ପାଟିତୁଣ୍ଡ ହୋଇଥିବା ବେଳେ ଘଟଣାସ୍ଥଳରେ ଚମନକିର ପୁଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଛି। ଲାଞ୍ଚ ନେଇ ମାନେଶ୍ୱର ବ୍ଲକର ଅତିରିକ୍ତ ତହସିଲଦାର ଭୁବନାନନ୍ଦ ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଚାଷ ଜମିର କିସମ ପରିବର୍ତ୍ତନ ପାଇଁ 6,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଜମି ମାଲିକ ଟଙ୍କା ଦେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ଅଧିକାରୀ ପହଞ୍ଚି ଅତିରିକ୍ତ ତହସିଲଦାରଙ୍କୁ ମାଡ଼ି ବସିଥିବା ସୂଚନା ମିଳିଛି।